আজি ମୁଁ କଣ ପାଇଁ ଭେଜ ଖାଇଲି ଚାଲନ୍ତୁ ଭିଡିଓଟିକୁ ଲାଷ୍ଟ ଯାଏଁ ଦେଖିବା। ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଆଜି ସକାଳୁ ସକାଳୁ ସମସ୍ତେ ଝାଡୁ କରିବାରେ ଗାଁରେ ଲାଗି ପଡିଥିଲେ। ତାରି ଭିତରେ ଶୀତକୁ ନ ଡରି ମୁଁ ଖାଲି ଦେହରେ ବୁଲି ଚାଲିଥାଏ। ଏପଟେ ମୋ ମାଉସୀ ଠାକୁର ପୂଜା କରିବା ପାଇଁ ପ୍ରସ୍ତୁତି ଚଲେଇଥାଏ। ଶୀତ ଦିନରେ ଗାଁର ଭିଉ ସତରେ ବହୁତ ନିଆରା। ୟାରି ଭିତରେ ଦୋକାନକୁ ଜଣେ ଭାଇ ପଳେଇ ଆସିଥିଲେ, ସେଇଥିପାଇଁ 4ଟି କଦଳୀ ଖାଇ ଦେଇକି ମୁଁ ଦୋକାନକୁ ବାହାରି ଯାଇଥିଲି। ସୁମନ ବୋଧେ କଣ ଭୁଲ କାମ କରିଦେଇଛି, ସେଇଥିପାଇଁ ମୁହଁ ଲୁଚେଇକି ଆଜି ବୁଲୁଛି। ଦୋକାନ ଭିତରେ ଏକୁଟିଆ ବସିକି ମତେ ବହୁତ ବିରକ୍ତ ଲାଗୁଥାଏ। ତାରି ଭିତରେ କଲ୍ ଆସିଲା ମଣ୍ଟୁର। ତାର ତେଲ ସରିଯାଇଥିବାରୁ ଟାଙ୍କିରୁ ଯାଇକି ସାଙ୍ଗେ ସାଙ୍ଗେ ପେଟ୍ରୋଲ ନେଇକି ତା ପାଖରେ ପହଞ୍ଚି ଗଲି। ପେଟ୍ରୋଲ ଦେଇକି ପୁଣି ଦୋକାନକୁ ପଳେଇ ଆସିଲି। ୟାରି ଭିତରେ ମୋ ଝିଆରୀ ଆସିକି ଭାଉଜଙ୍କୁ ଡିଷ୍ଟର୍ବ କରିବାରେ ପୁରା ଲାଗି ପଡିଥାଏ। ମୁଁ ଭିଡିଓ କରୁଛି ବୋଲି ସାଙ୍ଗେ ସାଙ୍ଗେ ଭିତରକୁ ପଳେଇଲା। ଆଉ ତାପରେ ପଳେଇ ଆସିଲା ମୋ ସହିତ ଦୁଷ୍ଟ ହବା ପାଇଁ। ମତେ ବାଡେଇକି ଅଧଘଣ୍ଟା ଘାୟଲ କରି ସାରିଲା ପରେ ମୁଁ ସାଙ୍ଗେ ସାଙ୍ଗେ କ୍ୟାମେରା ଅନ୍ କରିଦେଲି। କ୍ୟାମେରା ଅନ୍ କଲି ବୋଲି ଡରିକି ସାଙ୍ଗେ ସାଙ୍ଗେ ସେ ପଳେଇଲା। ଆକ୍ଚୁଆଲି ତା ସିଗାଣି ଭିଡିଓ ବ୍ଲଗରେ ଆସିଯାଇଥିଲା, ସେଇଥିପାଇଁ ସେ କ୍ୟାମେରା ଆଗରେ ଆସିବା ପାଇଁ ଡରୁଛି। ତାପରେ କକା ଝିଆରୀ ମିଶିକି ଆମେ ଟିକେ ଖେଳିବାରେ ଲାଗି ପଡିଲୁ। ଖେଳିବା ଭିତରେ ଆମ ପାଖରେ ପହଞ୍ଚି ଗଲେ ମିଷ୍ଟର ଲୋ ମାନେ ପ୍ରଫେସର ବିକି ବାବୁ। ପ୍ରଫେସର ବିକି ବାବୁଙ୍କ ସହିତ କଥା ହେଇ ସାରିଲା ପରେ ମୋର ମନେ ନାହିଁ ଆଉ ଭିଡିଓ କରିବା ପାଇଁ। ନୂଆ ନୂଆ ବ୍ଲଗର ନା ଟିକେ ଭୁଲି ଯାଉଛି ଆଉ। ୟା ପରେ ଭେଜ ଚାଉମିନ ଧରିକି ପହଞ୍ଚି ଗଲେ ଆମର ରଞ୍ଜିତ ଭାଇ। ରଞ୍ଜିତ ଭାଇ ଭେଜ ଚାଉମିନ ଆଣି ଦେଇଥିବାରୁ ଦେଖିକି ମୁଁ ଖୁସି ହେଇଗଲି। ଖୁସି ହେଇ ସାରିଲା ପରେ ଯାଇକି ଟିକେ ଖାଇଦେଲି। ଖାଇ ସାରିଲା ପରେ କିଛି କଷ୍ଟମର ଆସିଥିଲେ, ତାଙ୍କୁ ଯୋଉ ସବୁ ଡ୍ରେସ ଦେଖେଇଥିଲି ତାକୁ ଭାଙ୍ଗିକି ସଜାଇକି ପୁରା ଭଲ ଭାବରେ ରଖିଦେଲି। ରଖି ସାରିଲା ପରେ ସାଙ୍ଗେ ସାଙ୍ଗେ ବାହାରି ପଡିଲି ଘରକୁ। ଆକ୍ଚୁଆଲି ରୂପବନ୍ଧୁଙ୍କ ଆଈଙ୍କ ବର୍ଷିକିଆ ଥିଲା, ସେଇଥିପାଇଁ ମୁଁ ଭେଜ ଖାଇଥିଲି। ଯଦି ମୋ ମିନି ବ୍ଲଗ ଆପଣମାନଙ୍କୁ ଭଲ ଲାଗୁଛି ତାହେଲେ ଲାଇକ୍ କମେଣ୍ଟ ସେୟାର କରିବେ। ଦେଖା ହବ ଆଉ ଗୋଟେ ଭିଡିଓରେ। ରହିଲି, ଜୟ ଜଗନ୍ନାଥ, ଥ୍ୟାଙ୍କ ୟୁ।